ଜଣେ ବ୍ୟକ୍ତି ସେ ଈଶ୍ୱରକୁ ଖୋଜୁଥିଲେ। ଈଶ୍ୱର କୋଉଠି ଅଛନ୍ତି, କେମିତି ଅଛନ୍ତି, ତାଙ୍କୁ ମୁଁ କିଭଳି ଦର୍ଶନ ଉପଲବ୍ଧି ଆଉ ଅନୁଭବ କରିପାରିବି। ଗୋଟିଏ ମାସ ଅତିବାହିତ ହେଇଗଲା। ଆପଣ ଦିନଟି ଆସି ବ୍ୟସ୍ତ ହୋଇ ପଡ଼ୁଛନ୍ତି, ଦୀକ୍ଷା ନେଇ କେମିତି ଘରକୁ ଯିବୁ। ଗୋଟିଏ ମାସ ମହର୍ଷିଙ୍କ ପାଖରେ ବସିଲେ, ମହର୍ଷି କୌଣସି ପ୍ରଶ୍ନର ଉତ୍ତର ଦେଲେ ନାହିଁ। ତାପରେ ସେ ମନେ ମନେ ବ୍ୟକ୍ତି ଜଣକ ଭାବିଲେ, ଏ ଘୁଙ୍ଗା ଯେ କିଛି ନ କହେ, ଜଡ଼ ବା ଘୁଙ୍ଗା କହନ୍ତି ଓଡ଼ିଆରେ, ସେ ବସିଛି, ଏ କଥା କହୁନି, ଆ ପାଖରେ ରହିକି ଆଉ କିଛି ଲାଭ ନାହିଁ। ଆମେ ଏଠୁ ଆଜି ପ୍ରଣାମ କରିକି ପଳେଇବା। ଏହି ସମୟରେ ପ୍ରଣାମ କରି ଉଠିଲା ବେଳେ ମହର୍ଷି ତାମିଲ ଭାଷାରେ କହିଲେ, ତୁମେ ଈଶ୍ୱରଙ୍କୁ ଖୋଜୁଛ, ଈଶ୍ୱର ଯେ ତୁମ ଭିତରେ ବିଦ୍ୟମାନ, ତୁମେ ଯେ ଈଶ୍ୱର ଆଜିଠାରୁ ଅନୁଭବ କର, ୟୁ ଆର୍ ଗଡ୍।